ଯୁକ୍ତରାଷ୍ଟ୍ର ଆମେରିକାର ମଧ୍ୟପ୍ରଦେଶର ରାଜ୍ୟ ଦକ୍ଷିଣ ଡାକୋଟାରେ ଏକ ଭୟଙ୍କର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଭୟଙ୍କର ଘୂର୍ଣ୍ଣିବଳୟ ମଧ୍ୟ ଦେଇ ଗତି କରୁଛି ଏକ ଗାଡ଼ି। 20 ସେକେଣ୍ଡର ଏହି ଭିଡିଓକୁ ଦେଖିଲେ ଭୟ ଲାଗିବ। ପ୍ରବଳ ଘୂର୍ଣ୍ଣିବଳୟ ଦେଇ ଡ୍ରାଇଭ୍ କରୁଥିବା ଦେଖାଯାଇଛି। ଭିଡିଓଟି ଦକ୍ଷିଣ ଡାକୋଟାର ଜଣେ ପାଣିପାଗ ବିଶେଷଜ୍ଞଙ୍କ ଦ୍ୱାରା ନିଆଯାଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ଗାଡ଼ିର ସାମ୍ନା କାଚରେ ଏକ ଘନ ଧୂସର ରଙ୍ଗର ପରଦା ପଡ଼ିଲା ପରି ହୋଇଯାଇଥିବା କହିଛନ୍ତି ଦକ୍ଷିଣ ଡାକୋଟାର ଏକ ସହର ସିଓ ଫଲ୍ସର ଜାତୀୟ ପାଣିପାଗ ସେବା ବିଭାଗର ପାଣିପାଗ ବିଜ୍ଞାନୀ ମାଥ୍ୟୁ ଡକ୍ସ। ଏକ ରାସ୍ତା, ଷ୍ଟ୍ରିଟ୍ ଲାଇଟ୍, ସଡ଼କ ଚିହ୍ନ ଏବଂ ଅନ୍ୟାନ୍ୟ ଗାଡ଼ିକୁ କେବଳ ବନ୍ଦ କ୍ୱାର୍ଟରରେ ଦେଖାଯାଇଥାଏ, ଯାହାକି ସେହି ସ୍ଥାନ ପାଇଁ ଆଦୌ ଭଲ ନୁହେଁ। ଭିଡିଓ ସହିତ ଟ୍ୱିଟର ପୋଷ୍ଟରେ ଡକ୍ସ କହିଛନ୍ତି ଯେ ସିଓ ଫଲ୍ସ ବିମାନ ବନ୍ଦର ଦକ୍ଷିଣକୁ ନିଆଯାଇଛି। ରାସ୍ତାରେ ବହୁତ ଲୋକ ଥିବାବେଳେ ରାସ୍ତା କିଛି ଜଣାପଡ଼ୁନାହିଁ। ଅନ୍ୟ ଏକ ଟ୍ୱିଟର ପୋଷ୍ଟରେ ଡକ୍ସଙ୍କ ଘର ଉପରେ ତୁଷାରପାତ ହେଉଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଏକ ଶିଶୁର ସୁଇଂ ସେଟ୍ ଏବଂ ସ୍ଲାଇଡ୍ର ଦୃଶ୍ୟ ରହିଛି। ଆହୁରି କହିଛନ୍ତି ଏହା 100 ଫୁଟରୁ କମ୍ ଦୃଶ୍ୟମାନ ହେବା ସହିତ ବଡ଼ ବଡ଼ ଫ୍ଲେକ୍ସ ଖସିଥିବାର ଦେଖାଯାଇଛି। ସିଓକ୍ସ ଫ୍ଲକ୍ସର ପାଣିପାଗ ସେବା ଡିସେମ୍ବର 23 ତାରିଖରେ 2.8 ଇଞ୍ଚ ସହିତ ତୁଷାରପାତର ଏକ ନୂତନ ରେକର୍ଡ ରିପୋର୍ଟ କରାଯାଇଛି। ପୂର୍ବ ରେକର୍ଡ ଅନୁସାରେ 1987 ମସିହାରେ 2.6 ଇଞ୍ଚ ଥିଲା। ଏଭଳି ପାଗରେ ବାହାରିଥିବା ସେଠାକାର ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ଏହା ଡକ୍ସଙ୍କ ଚେତାବନୀ ରହିଥିଲା। ବ୍ୟୁରୋ ରିପୋର୍ଟ, କୋଣାର୍କ ନ୍ୟୁଜ୍।